କାନ୍ଦୁଛନ୍ତି ଗ୍ରାମବାସୀ, କାନ୍ଦୁଛି ମାଟି ପାଣି ପବନ, ଜମିଛି ଲୋକଙ୍କ ଗହଳି, ଝରୁଛି ଆଖିରୁ ଧାର ଧାର ଲୁହ। ଭେଣ୍ଡିଆ ପୁଅଟା ଗାଁକୁ ଫେରିଛି ଶବ ହୋଇ, କେମିତି ଧୈର୍ଯ୍ୟ ଧରିବେ ପରିବାର ଲୋକେ, କେମିତି ଏ ଦାରୁଣ ଦୁଃଖକୁ ସହିବେ ଗ୍ରାମବାସୀ। ଏହି ପାଣି ପବନରେ ଖେଳକୁଦ କରି ବଡ଼ ହୋଇଥିଲା ପୁଅ, ଏହି ଗ୍ରାମବାସୀଙ୍କ ପାଖରେ ବଡ଼ ହୋଇ ପୁଅ ଯାଇଥିଲା ବିଦେଶ। ପରିବାରକୁ ଖୁସିରେ ରଖିବାକୁ ଆଖିରେ ଆଖିଏ ସ୍ୱପ୍ନ ନେଇ ପୁଅ ଘରୁ ଗୋଡ଼ କାଢ଼ିଥିଲା। ଚାକିରିର ସମସ୍ୟା ପାଇଁ ପୁଅ ଦାଦନ ଖଟିବାକୁ ଯାଇଥିଲା। ପୁଅର ଫେରିବା ବାଟକୁ ଅପେକ୍ଷା କରି ଦିନ ଗଣୁଥିଲେ ପରିବାର ଲୋକେ, ହେଲେ ଜାଣିନଥିଲେ ପୁଅ ଫେରିବ ତ ଦିନେ ଏମିତି ଶବ ହୋଇକି। ହଁ ଦର୍ଶକ ବନ୍ଧୁ, ଏ ଦୃଶ୍ୟ ସମସ୍ତଙ୍କୁ ଧୈର୍ଯ୍ୟହରା କରୁଛି। ବିଧିର ବିଧାନ ଓ ନିଜ ଭାଗ୍ୟକୁ ପରିବାର ଲୋକେ ଦୋଷ ଦେଉଛନ୍ତି, ଆଉ ପରିବାର ଲୋକ କାନ୍ଦି କାନ୍ଦି କହୁଛନ୍ତି, ହେ ବିଧାତା, ତୁ ଆମ ଭାଗ୍ୟରେ ଏତେ ଦୁଃଖ ଦେଇଦେଲୁ। ଏମିତି ଏକ ଦାଦନ ଯନ୍ତ୍ରଣାର କରୁଣ ଚିତ୍ର ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା କୋଉଗାଁ ବ୍ଲକ ଚାଞ୍ଚେଡ଼ି ପଞ୍ଚାୟତ ସୋଲାଙ୍ଗିଆ ଗାଁରୁ। ସୋଲାଙ୍ଗିଆ ଗାଁର ନନ୍ଦ ପ୍ରଧାନ ନିଜ ପରିବାର ପ୍ରତିପୋଷଣ ପାଇଁ ଦୀର୍ଘ ଦିନ ହେବ ବାହାର ରାଜ୍ୟରେ କାମ କରି ଆସୁଥିଲେ। ସୂଚନା ଅନୁଯାୟୀ ଗାଁ ଲୋକେ କାମଧନ୍ଦା ଅଭାବରୁ ସୋଲାଙ୍ଗିଆ ଗ୍ରାମର ନନ୍ଦ ପ୍ରଧାନ ଗତ 6 ମାସ ତଳେ ଚେନ୍ନାଇର ଏକ ଘରୋଇ କମ୍ପାନୀରେ ମନ୍ଥାନ ଟ୍ରେଡର୍ସରେ କାମ କରୁଥିଲେ। ଚେନ୍ନାଇର କୁନ୍ଦ୍ରାଥର ଜିଲ୍ଲା ରାଘବେନ୍ଦ୍ର ନଗର ଅଞ୍ଚଳରେ ଏହି ମନ୍ଥାନ ଟ୍ରେଡର୍ସରେ କାର୍ଯ୍ୟ କରୁଥିବା ସମୟରେ ଗତ ସପ୍ତାହରେ ଉକ୍ତ କମ୍ପାନୀରେ ଗ୍ୟାସ୍ ସିଲିଣ୍ଡର ଦୁର୍ଘଟଣାରେ ନିଆଁ ଲାଗି ଜଳି ଯାଇଥିଲେ ନନ୍ଦ ପ୍ରଧାନ। ଗୁରୁତର ଅବସ୍ଥାରେ ନନ୍ଦ ପ୍ରଧାନଙ୍କୁ ଉଦ୍ଧାର କରାଯାଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ସ୍ଥାନୀୟ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପ୍ରାୟ 6 ଦିନ ମେଡିକାଲରେ ଜୀବନ ମରଣ ସହ ସଂଘର୍ଷ ପରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଗତକାଲି ଘରୋଇ କମ୍ପାନୀ ଦ୍ୱାରା ଆମ୍ବୁଲାନ୍ସ ଯୋଗେ ମୃତଦେହ ଚେନ୍ନାଇରୁ ସୋଲାଙ୍ଗିଆ ଗାଁକୁ ଅଣାଯାଇଥିଲା ଏବଂ ପରିବାରକୁ ହସ୍ତାନ୍ତରିତ କରାଯାଇଥିଲା। ସେପଟେ ମୃତଦେହ ଗାଁରେ ପହଞ୍ଚିବା ପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ମୃତ ନନ୍ଦ ପ୍ରଧାନଙ୍କ ପରିବାରବର୍ଗ। ନନ୍ଦ ପ୍ରଧାନଙ୍କ ପରିବାରରେ ସ୍ତ୍ରୀ ଆରତୀ ପ୍ରଧାନ ଓ 4 ଗୋଟି ଛୁଆ ଥିଲାବେଳେ ଜଣେ ଦିବ୍ୟାଙ୍ଗ ବାପା ମଧ୍ୟ ଅଛନ୍ତି। ପରିବାରର ଏକମାତ୍ର ରୋଜଗାରିଆ ଥିଲେ ନନ୍ଦ ପ୍ରଧାନ। ତେଣୁ ପରିବାର ପ୍ରତିପୋଷଣ ପାଇଁ ଦୀର୍ଘ ବର୍ଷ ଧରି ବାହାର ରାଜ୍ୟରେ ଦାଦନ ଖଟି ଆସୁଥିଲେ ନନ୍ଦ ପ୍ରଧାନ। କିଏ ବା ଜାଣିଥିଲା ନିଜ ପିଲାଛୁଆ ଓ ଦିବ୍ୟାଙ୍ଗ ବାପାଙ୍କୁ ଛାଡ଼ି ଏମିତି ବାହାରେ କାମ କରୁ କରୁ ଜୀବନ ଚାଲିଯିବ। ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କୁ ହରେଇ ବାହୁନି ବାହୁନି କାନ୍ଦୁଛି ପରିବାର। ବର୍ତ୍ତମାନ କିଏ ପରିବାରର ସାହାରା ହେବ? ପରିବାର ପ୍ରତିପୋଷଣ କରିବା ସହ ଏହି ଦୁର୍ଦ୍ଦଶାରେ ସାହା ହେବ ତାକୁ କିଏ? ସେ ନେଇ ଚିନ୍ତାରେ ମୃତକଙ୍କ ପରିବାର। ସେପଟେ ଏପରି ହୃଦୟ ବିଦାରକ ଘଟଣାକୁ ନେଇ ସୋଲାଙ୍ଗିଆ ଗାଁରେ ଶୋକର ଛାୟା ଖେଳିଯାଇଛି। ଏପରି ଅସହାୟ ପରିବାରକୁ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ପାଖରେ ଆକୁଳ ନିବେଦନ କରିଛନ୍ତି ମୃତ ନନ୍ଦ ପ୍ରଧାନଙ୍କ ସ୍ତ୍ରୀ ଆରତୀ ପ୍ରଧାନ ଓ ସ୍ଥାନୀୟ ବାସିନ୍ଦା। 6 ମାସ ହେଲା କାମ କରୁଥିଲା ସେଇଠି, ଗ୍ୟାସ୍ ହେଲ୍ପର କରୁଥିଲା। ସେ ଗ୍ୟାସ୍ କ'ଣ ଲାଗିକି ବ୍ଲାଷ୍ଟ ହେଇକି ସେ ପୁରା ପୋଡ଼ିକି ମେଡିକାଲ ସବୁ ଟ୍ରିଟମେଣ୍ଟ କଲେ, ସେଠି ମେଡିକାଲରେ ଏକା ମରିଗଲା ସେ ହେଲା। ଆଉ ତାକୁ କମ୍ପାନୀ ତରଫରୁ କ'ଣ ସାହାଯ୍ୟ ଦେଇଛନ୍ତି କହୁଛନ୍ତି, ଆମେ କନଫର୍ମ ଜାଣିନୁ। ତାଙ୍କୁ ଏବେ ପଚାରି ବୁଝିଲେ ଜଣା ପଡ଼ିବ। ବର୍ତ୍ତମାନ କ'ଣ କରିବା ପାଇଁ ଯାଉଛି ବୋଲେ ଓଡ଼ିଶା ସରକାର ତାଙ୍କୁ କ'ଣ ହେଲ୍ପ କଲେ ଭଲ ହୁଅନ୍ତା ବୋଲି କହୁଛନ୍ତି। କନ୍ଧମାଳରୁ ଭବାନୀ ଶଙ୍କର ଜେନାଙ୍କ ରିପୋର୍ଟ, ନିରପେକ୍ଷ ନ୍ୟୁଜ।